ଅରୁପା ଷ୍ଟଡି ପଏଣ୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସୁସ୍ୱାଗତମ୍। ଏହି ଭିଡ଼ିଓରେ ଆମେ ଆଜି ଉତ୍କର୍ଷ କାର୍ଯ୍ୟକ୍ରମର ଗଣିତ ଅନ୍ତର୍ଗତ ଫାଉଣ୍ଡେସନ୍ ଫେଜ୍ର କାର୍ଯ୍ୟଫର୍ଦ୍ଦ 9କୁ କରିବା। ଆଜି ଏଇଠି ଅଛି ଦଶମିକ ସଂଖ୍ୟା ଗୁଡ଼ିକରେ ମିଶାଣ ଓ ଫେଡ଼ାଣ। କ'ଣ ଦିଆଯାଇଛି ଦେଖ, ତଳେ ଦିଆଯାଇଥିବା ମିଶାଣ ଓ ବିୟୋଗ କରିବାର ପ୍ରଶ୍ନ କର। ଖାଲି ଥିବା ସାରଣୀରେ ନିଜେ ପ୍ରଶ୍ନ ତିଆରି କରି ସମାଧାନ କର। ପ୍ରଶ୍ନ ଏପରି ତିଆରି କର ଯେ ପ୍ରତ୍ୟେକ ଭାଗରୁ ଉତ୍ତର ମିଳିବ। ଆମକୁ ଏଇଠି ଦେଖ, ଏଇ ବକ୍ସରେ ଦିଆଯାଇଛି ଦେଖ, ଦଶକ, ଏକକ ଆଉ ଦଶାଂଶ, ଶତାଂଶ ଏମିତି ଦିଆଯାଇଛି। ସଂଖ୍ୟା ଗୁଡ଼ିକ ଆଗରୁ ଦିଆଯାଇଛି, ଆମେ ସେଗୁଡ଼ିକୁ ମିଶାଣ କରିବା। ଦେଖ ଏଇଠି ଦେଖ, ପ୍ରଥମେ କେତେ ଅଛି ଦେଖ, ପ୍ରଥମେ ଆମର ଏଇଠି ଅଛି 0., ଏଇଟା 0.6 ହେବ। ଏଇ ଘରେ କିଛି ନାହିଁ, ଏଇଠି 0 ଆଉ ତାପରେ ଏଇଟା 6 କରିବ। ଠିକ୍ ଅଛି, ଆମର ଏଇଠି ଖାଲି ଜାଗାରେ ଆମେ କ'ଣ କରିବା, ଗୋଟିଏ 0 ଲେଖିବା ହେଲା। ତାପରେ ତଳେ ଅଛି 59.97 ଅଛି, ଏହାକୁ ଆମେ ମିଶାଣ କରିବା। ପ୍ରଥମେ ଦେଖ, ଏଇ 6 ଆଉ 7କୁ ମିଶାଇବା। 7 ଆଉ 6 ମିଶିଗଲେ ହେଲା 13, ହାତରେ ରହିଲା 1। ତାପରେ ଏଇ 9 ସହିତ ଏ ଯେଉଁ 0ଟା ଅଛି ତାକୁ ମିଶାଇଲେ 9 ଆଉ 0 0 ହେବ, ଆଉ ଯେଉଁ ରହିଲା 1 ସେ ମିଶିକିରି ଏଇଠି ହେଇଗଲା 10। ଠିକ୍ ଅଛି, ତାପରେ କ'ଣ କରିବା, ସେ 1ଟି ଏପଟେ ଆସିବ, 9 ଆଉ 1 ମିଶିଲେ ଏଇଠି 10 ହେବ ହେଲା। ପୁଣି 1 ଆସିବ, ଆଉ ଏଇ ଘରକୁ ଯିବ, ଏଇ ଯେଉଁ 5 ଅଛି 1 ମିଶିଲେ ସେଟା ହେଇଗଲା 6। ତାପରେ ଏଇଟା ଦେଖ, ଏଇ ପ୍ରଶ୍ନ ଦେଖ, ଏଇଠି ଅଛି 13.3। ଏଇ ଘରଟା ଦେଖ ଖାଲି ଅଛି, ତ ଏଇଠି କ'ଣ କରିବା, ଆମେ ଗୋଟିଏ 0 ଲେଖିଦେବା ହେଲା। ତାପରେ ଏପଟେ ମିଶାଣ କରିବା। ତଳେ କ'ଣ ଥିଲା, 6ରେ 9, 69.05 ଅଛି। 5 ଆଉ 0 ମିଶିଲେ ହେଲା 5, 3 ଆଉ 0 ମିଶିଲେ ହେଇଗଲା 3। ତାପରେ ଦେଖ, ଏଇଠି 9 ଆଉ 3କୁ ମିଶାଇବ, 9କୁ 10 11, ଏ ହେଇଗଲା 12। 2 ଲେଖିଲ, ପୁଣି ହାତକୁ ଆଣିଲ 1, 6 ଆଉ 1 7, ହାତ 1 ସହିତ ମିଶିଲେ ଏ ହେଇଗଲା 8। ତାପରେ ଏପଟେ ଅଛି ଦେଖ 13.57, ଆଉ ତଳେ ଅଛି 9.45 ଅଛି। ଏପଟେ ହେଲା, ପ୍ରଥମେ ଆମେ କ'ଣ କରିବା, ଏଇ 7 ଆଉ 5କୁ ମିଶାଇବା। 7 5 ମିଶିଗଲେ 12, ହାତ ରହିଲା 1, 5 ଆଉ 4 ମିଶିଲେ 9, 1 ସହିତ ଏ ହେଇଗଲା 10। ଏଇଠିର 1 ପୁଣି ଏଇଠିକୁ ଆସିବ ହେଲା। ତାପରେ ଦେଖ, 9 ଆଉ 3 କେତେ, 9 ଆଉ 3 12, ଆଉ ଯେଉଁ 1ଟା ଅଛି ସେ ମିଶିଗଲେ ହେଇଯିବ 13। 1ଟା ଆଉ ଗୋଟିଏ 1 ଏପଟେ ଆସିଲ, ଏଇ 1 ସହିତ ମିଶିଲେ ଇଏ ହେଇଯିବ 2। ତାପରେ ଆମକୁ ବାକ୍ସ ଗୁଡ଼ିକ ଦେଇଛି, ଆଉ ଏଇଠି ଆମକୁ ନିଜେ ପ୍ରଶ୍ନ ତିଆରି କରିବାକୁ ପଡ଼ିବ। ଠିକ୍ ଅଛି, ଆମେ ସୁବିଧା ଦୃଷ୍ଟିରୁ ଛୋଟ ବଡ଼ ସଂଖ୍ୟା ମିଶାଇ ନେବା। ମୁଁ ପ୍ରଥମେ ନେଇଛି ଦେଖ, ଏଇଠି 3.45। ତାପରେ ତା ତଳେ ନେଇଛି 12.30 ଆଉ 5 ନେଇଛି। ଆମେ ମିଶାଣ ଆରମ୍ଭ କରିବା। ଦେଖ, ଏଇଠି 3.45 ଅଛି, ଏଇ ଯେଉଁ ଘରଟା ଖାଲି ଅଛି, ମୁଁ କ'ଣ କରୁଛି, ସେଇଠି ଗୋଟିଏ 0 ଲେଖିଦେଉଛି ହେଲା, ସୁବିଧା ଦୃଷ୍ଟିରୁ ମିଶାଇବା। 5 ଆଉ 0 ମିଶିଲେ 5, ତାପରେ ଦେଖ 5 ଆଉ 0 ମିଶିଲେ ଏ ବି ହେଲା 5, ତାପରେ 4 ଆଉ 3 ମିଶିଲେ ଏ ହେଇଗଲା 7। ଏପଟେ ମିଶାଇବା, 3 ଆଉ 2 ମିଶିଲେ ଇଏ ହେଇଗଲା 5, ଆଉ ଏଇଠି 1 ଏକା ଅଛି, ତାକୁ ତଳକୁ ଆଣିବା, 1କୁ 1 ହେଲା। ଏଇଠି ଛାତ୍ରଛାତ୍ରୀମାନେ ନିଜର ସୁବିଧା ବା ନିଜ ଇଚ୍ଛା ଅନୁସାରେ ଯେକୌଣସି ସଂଖ୍ୟା ନେଇ ଯୋଗ କରିବ। ଏପଟେ ଦେଖ, ମୁଁ ନେଇଛି
35.049 ତାପରେ ତା ତଳେ ନେଇଛି 5.975 ବର୍ତ୍ତମାନ ମିଶାଇବା 9 ଆଉ 5କୁ ପ୍ରଥମେ ମିଶାଇବା 9 ଆଉ 5 ମିଶାଇଗଲେ 14 4 ଲେଖିଲ 1 ଆସିଲା ଉପରକୁ ଏଇଠି 7 ଆଉ 4 ମିଶିଲେ 11 ହାତ 1 ସହିତ ଇଏ 1 ସହିତ ମିଶିଗଲେ ହେଇଗଲା 12 ପୁଣି 1ଟା ଏଇଠିକୁ ଆସିବ 9 ଆଉ 1 ମିଶି ଇଏ ହେଇଯିବ 10 ହେଲା 0 1ଟା ପୁଣି ଏପଟେ କ୍ୟାରି କରିବ 5 5 10 ଆଉ ଇଏ 1 ସହିତ ଇଏ ହେଲା 11 ତାପରେ 1ଟା ପୁଣି ଏପଟେ ଆସିଲା କ୍ୟାରି କଲା 3 ଆଉ ଇଏ 1 ମିଶି ଇଏ 2 ଜଣ ମିଶି ହେଇଗଲେ କେତେ 4 ଛାତ୍ରଛାତ୍ରୀମାନେ ନିଜ ସୁବିଧା ଅନୁସାରେ ବା ନିଜ ଇଚ୍ଛା ଅନୁସାରେ ଏହି ସଂଖ୍ୟା ଗୁଡ଼ିକ ନେବ ତାପରେ ଆମେ ପୁଣି ଆଉ ଗୋଟିଏ ଦେଇଛି ଦେଖ ଦୁଇଟି ବକ୍ସ ଅଛି ଏଇଠି ଆମେ ନେଇଗଲୁ ପ୍ରଥମେ 3.5 ଆଉ 6 ନେଇଛି ଏ ଯେଉଁ ଖାଲି ଘର ଅଛି ଏଇଠି ତୁମେ କ'ଣ କରିବ ଗୋଟିଏ 0 ଲେଖିଦେବ ହେଲା ତା ତଳେ ନିଆଯାଇଛି ଦେଖ 12.96 ଆଉ 7 ବର୍ତ୍ତମାନ ଆମେ ମିଶାଣ କରିବା ଏ ଯେଉଁଠି 0 ଥିଲା 0 ଆଉ 7 ମିଶି କେତେ ହେବ 7 6 6 ହେଇଗଲା 12 1 ଆସିଲା ଏପଟେ 9 ଆଉ 5 14 1 ଇଏ ହେଇଗଲା 15 ପୁଣି 1 ଏପଟେ ଆସିବ 5 ଲେଖିଲା ପରେ 3 2 5 ଇଏ 1 ସହିତ ଇଏ ମିଶି ହେଲା 6 ତାପରେ ଏଇ ଯେଉଁ 1 ସେ ତଳକୁ ଆସି ହେଇଗଲା 1 ଠିକ୍ ଅଛି ବର୍ତ୍ତମାନ ଆମେ ଏପଟେ ଦେଖିବା ଦେଖ ମୁଁ ନେଇଛି 53.203 ତା ତଳେ ନେଇଛି 23.35 ଆଉ 0 ଆମେ ମିଶାଣ କରିବା 3 ଆଉ 0 ଇଏ 2 ଜଣ ମିଶିଲେ ହେଲେ 3 ତାପରେ ଦେଖ ଏଇଠି ଅଛି 0 ଆଉ 5 ମିଶି ହେଇଗଲା 5 ଏପଟେ ଅଛି 2 ଆଉ 3 ମିଶି କେତେ ହେଲା ଇଏ ହେଇଗଲେ 5 ବର୍ତ୍ତମାନ ଏପଟକୁ ଆସ 3 ଆଉ 3 ମିଶି ହେଲା 6 5 ଆଉ 2 ମିଶି ଇଏ ହେଇଗଲା କେତେ 7 ଠିକ୍ ଅଛି ଏପରି ଭାବରେ ୟାକୁ କରିବା ବର୍ତ୍ତମାନ ଆମେ ପରବର୍ତ୍ତୀ ପୃଷ୍ଠାକୁ ଯିବା ପରବର୍ତ୍ତୀ ପୃଷ୍ଠାରେ କ'ଣ ଅଛି ଦେଖ ଖାଲି ସାରଣୀରେ ନିଜେ ପ୍ରଶ୍ନ ତିଆରି କରି ସମାଧାନ କର ପ୍ରଶ୍ନ ଏପରି ତିଆରି କର ଯେମିତି ପ୍ରତ୍ୟେକ ଭାଗର ଅଂଶ ନେବାକୁ ପଡ଼ିବ ଅର୍ଥାତ୍ ଏ ଯେଉଁ ଦେଇଛି ଆମକୁ କ'ଣ ଦଶକ ଏକକ ତାପରେ କ'ଣ ଅଛି 1 ଦଶାଂଶ 1 ଶତାଂଶ ଅଛି କି ନାହିଁ ସବୁ ଘରେ ଆମେ ସଂଖ୍ୟା ନେବା ପ୍ରଥମେ ଆମେ ସେପଟେ ଯେହେତୁ ଆମେ ଯୋଗ କରିସାରିଛୁ ଏପଟେ ଆମେ କ'ଣ କରିବା ଏପଟେ ଆମେ ବିୟୋଗ କରିବା ହେଲା ବିୟୋଗ କରିବା ଦେଖ କ'ଣ କ'ଣ ଦିଆଯାଇଥିଲା 12.35 ଆଉ 3.57 ଥିଲା ବିୟୋଗ କରିବା ଏଇଠି ଆମକୁ 5ରୁ 7କୁ ବିୟୋଗ କରିବାକୁ ପଡ଼ିବ ଯେହେତୁ 7 ବଡ଼ ହେଇଗଲା ଏଇ 3ରୁ ଆମେ ଧାର ଆଣିବା 1 ଇଏ ହେଇଯିବ 15 ହେଲା 15ରୁ ଆମେ 7କୁ ବିଯୋଗ କଲେ କେତେ ହେଲା ମିଳିଲା 8 3ରୁ ଆମେ 1 ଦେଇଦେଲୁ ତ ଏଇଠି କେତେ ଅଛି 2 ଅଛି 2ରୁ ତ 5 ବିୟୋଗ ହେବନି ଏଇ 2ରୁ ଆମେ ଏଇଠିକୁ 1 ଆଣିଲୁ ଏ କେତେ ହେଇଗଲା 12 12ରୁ 5 ବିୟୋଗ ହେଲେ ମିଳିଲା 7 ଠିକ୍ ଅଛି ତାପରେ ଦେଖ ଏଇ 2ରେ କେତେ ଅଛି 1 1ରୁ ତ 3 ବିୟୋଗ ହେବ ନାହିଁ ଏହି 1ରୁ ଆମେ ଏଇଠିକୁ 1 ଆଣିବା ଇଏ ହେଇଯିବ 11 11ରୁ ଆମେ 3 ବିୟୋଗ ହେଲେ ଆମକୁ ମିଳିବ କେତେ 8 ମିଳିବ ଠିକ୍ ସେମିତି ଏପଟେ ଦେଖ ଏ ଥିଲା 15.02 ତଳେ ଅଛି 8.37 ବିୟୋଗ କରିବା ପ୍ରଥମେ 2ରୁ 7କୁ ବିୟୋଗ କରିବା ଇଏ ବି ହେବ ନାହିଁ ତେଣୁ କ'ଣ କରିବା ଆମେ କ'ଣ କରିବା ୟାକୁ ମାଗିବା ୟା ପାଖରେ ତ କିଛି ନାହିଁ ଇଏ କେଉଁଠୁ ଦେବ ୟାକୁ ଦେବ 5 5ରୁ ଯେତେବେଳେ ଏଇଠିକୁ 1 ଆସିଲା ଇଏ ହେଇଗଲା 10 10ରୁ ତାପରେ ଏପଟେ ଆସିବ 1 ଏଇଠି କେତେ ହେବ ଏ ହେଇଯିବ 12 ହେଲା ତାପରେ ଏ 10 ଜାଗାରେ ରହିଥିବ 9 ହେଲା 12ରୁ 7 ବିୟୋଗ ଗଲେ ଆମକୁ ମିଳିଲା 5 ଏଇଠି ଅଛି 9 9ରୁ 3 ବିୟୋଗ ଗଲେ ମିଳିବ 6 ଏ ଯେଉଁ 5 ଥିଲା ସେ ପ୍ରଥମରୁ 1 ଦେଇଦେଇଛି ତେଣୁ ତା ପାଖରେ କେତେ ଅଛି ତା ପାଖରେ ଅଛି 4 4ରୁ ତଳେ 8 ବିୟୋଗ ହେବ ନାହିଁ ୟାଠୁ ଆମେ 1 ନେଇଯିବା ଧାର 14 14ରୁ 8 ଗଲେ ଆମକୁ ମିଳିଲା କେତେ ଆମକୁ ମିଳିଲା 6 ଆମେ ସାଧାରଣ ବିୟୋଗ ଯେମିତି କରୁ ୟାକୁ ମଧ୍ୟ ଠିକ୍ ସେମିତି କରିବା ହେଲା ଏପଟେ ଦେଖ ଥିଲା 30.01 ଆଉ 2.43 ଅଛି
प्रथमे ये 1 ରୁ 3 को वियोग करवा जेहेतु हम ना ये भी दे पारिबनी शून्य अच्छी ये भी शून्य अच्छी दे पारिबनी तो केमती करवा आमे कौन करवा ये 3 ठू धार आनिबा 1 या पाखको ये दब या तापर ये दब या ठीक अच्छे ये केते हला 11 11 ରୁ 3 आमे विजोग गले पाइबा 8 ये 10 1 देछि ता पाखरे केते थिबो 9 थिबो 9 ରୁ 4 वियोग गले हमको मिलिबो 5 ये मध्य ता पाखरे 9 थिबो 9 ରୁ 2 वियोग गले हमको मिलिबो 7 ये 3 पाखरे केते थिबो ता पाखरे थिबो 2 ता तळे किछि नाही तेणु 2 को आसीबो 2 तापरे वर्तमान आमे तले जो शून्य स्थान अच्छी से देख खाली जगह अच्छी आम निजे निजे पूरण करवा मुझे 24.371 एपटे नहीं 7.568 वर्तमान आम वियोग करवा 1 ରୁ 8 को वियोग करना तेणु आम यही 7 ରୁ कौन करवा या पाखक 1 आनिबा 11 ରୁ 8 वियोग कले आमको मिलला 3 7 पाखरे केते थिबो या पाखरे थिबो 6 6 ରୁ 6 को आमे जते वियोग करिवो ए हे जिवो 0 तापरे आमे 3 ରୁ 5 वियोग करि परिबानी तो ए 4 ठु कोन करबा या पाखक आनिबा 1 ये हे गला केते 13 13 ରୁ 5 वियोग कले आमको मिलिबो 8 यही 4 पाखरे केते थिबो 3 थिबो 3 ରୁ 7 वियोग होबनी 1 आनिले हे जिवो 13 13 ରୁ 7 वियोग कले हमको मिलिबो 6 ये 2 पाखरे 1 थिबो ये तळको चली आसीबो ठीक अछि एपटे सेमते आमे नबा देखो 18.500 ठीक अछि आ ता तळे नबा 3.45 आउ 7 एठी 0 अछि हला शतांश घरे तो आम कौन करवा दशांश घर 1 आनिबा यही मध्य 0 अच्छी तेणु 5 ठू आम धार आनिबा ये हो 10 तापर 10 ठू एठी को 1 जेते बेले आसीबो ये प्रथम घरे मध्य हो 10 ठीक अच्छे आ या पाखरे रहिबो 9 10 ରୁ 7 वियोग करवा मिलिबो 3 तापर 9 ରୁ 5 वियोग गले मिलिबो 4 ये 5 प्रथम ରୁ 1 दे देछि ता पाखरे केते अछि 4 अछि 4 ରୁ 4 को वियोग गले हमको केते मिलिबो 0 हला वर्तमान एकक घर को आस 8 अच्छे 8 ରୁ 3 वियोग कले मिलिबो 5 आ 1 को आनिबो एठी लिखिदबो 1 ठीक अच्छे तापरे सवा तल घर को जीवा एठी मु नेइछि प्रथमे 48.005 25.360 नेइछि हला 5 ରୁ 0 वियोग करबा भारी सहज 5 ରୁ 0 वियोग कले मिलिबो 5 ए जो अच्छी शतांश घरे 0 कौन करवा दशांश रु धार आनिबा ये भी दे पारिबनी तो ये 8 पाखरु आमे आनिबा एठी हेबो 10 ये एपटे देले एठी हेबो 10 ठीक अछि तापरे ए 10 ରୁ 6 को वियोग कले मिलिबो 4 10 थिला दशांश घरे से कौन करिछि 1 दे देछि ता पाखर केते अछि 9 अछि 9 ରୁ 3 को वियोग कले हमको एठी 6 मिलिबो हला तापरे ए 8 पाखरे केते थिबो ता पाखरे थिबो 7 7 ରୁ 5 को वियोग गले मिलिबो 2 हला तापरे हमको 10 को स्थान रे अछि 4 4 ରୁ 2 को वियोग गले शेष को मिलिबो केते मिलिबो 2 मिलिबो ठीक अछि वर्तमान आमे शेष प्रश्न को करिबा एठी कोन कोन अछि देखो मु प्रथमे नेछि 40.400 ठीक अछि आम जो वियोग करुँ एटा जदि आम ब्लैंक छाड़ीदे आमको टी असुविधा हम वियोग कला बेले तेणु आम 0 देदेबा तले लिखी 15.856 वर्तमान आमर सहस्रांश केते अच्छे सहस्रांश अच्छे 0 ये वियोग करवा तले जेहेतु 6 अच्छे आम यही 4 पाखर ये को धार आनिबा 1 तापर यही पाखक आनिबा 1 10 ରୁ 6 वियोग गले हला 4 एठी थिबो 9 9 ରୁ 5 वियोग गले पुणी मिलिबो 4 4 पाखरे केते थिबो 4 पाखरे थिबो 3 3 ରୁ 8 वियोग करि पारिबानी तो एकक घर नेबा एकक घरे जेहेतु 0 अछि
आमे ये 4 पाखरु 1 आनिले एठी 10 हबो तापरे ए 10 रु एठी को आनिले एठी 13 हबो 13 रु 8 विजोग गले केते मिलिला हमकु मिलिला 5 तापरे देखो ए जो शून्यटा देखुछ ता पाखरे केते थिबो 9 थिबो 9 रु 5 विजोग गले 4 हला ये जो 3टा सॉरी 4 देखुछ से 1 दे देछि ता पाखरे 3 अछि 3 रु 1 वियोग गले शेष को मिलिला हमकु 2 एपरि भावरे एही कार्यफर्दटी को समाप्त करिवो भिडियोटी देखिथिबारु समस्तंकु बहुत बहुत धन्यवाद।